ଆଜିର ପାଣିପାଗ ଖବର। ରାଜ୍ୟରେ ବଦଳୁଛି ପାଣିପାଗ। ରାତି ତାପମାତ୍ରା 10 ଡିଗ୍ରୀ ସେଲସିୟସ୍ ଉପରେ ରେକର୍ଡ। ରାଜ୍ୟରେ ଧୀରେ ଧୀରେ ବଦଳୁଛି ପାଣିପାଗ। ଗତ 24 ଘଣ୍ଟା ମଧ୍ୟରେ ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା 10 ଡିଗ୍ରୀ ସେଲସିୟସ୍‌ରୁ ଉପରେ ରେକର୍ଡ ହୋଇଛି। ଜିଲ୍ଲା ଉଦୟଗିରିରେ ସର୍ବନିମ୍ନ 9 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ଏହା ସହ ରାଜ୍ୟର 8ଟି ସ୍ଥାନରେ ଦିନ ତାପମାତ୍ରା 30 ଡିଗ୍ରୀ ସେଲସିୟସ୍ ଉପରେ ରହିଛି। ସର୍ବାଧିକ ତାପମାତ୍ରା ଝାରସୁଗୁଡ଼ାରେ 31.8 ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି। ରାଜ୍ୟର କିଛି କିଛି ସ୍ଥାନରେ କୁହୁଡ଼ି ଦେଖାଇଥିବା ବେଳେ ଆଗାମୀ 24 ଘଣ୍ଟା ପାଇଁ କୁହୁଡ଼ିକୁ ନେଇ ସତର୍କତା ଜାରି କରିଛି ପାଣିପାଗ ବିଭାଗ। ଭୋର ଓ ସକାଳ ସମୟରେ ଉପକୂଳ ଓଡ଼ିଶା ସହ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଗଞ୍ଜାମ, ନୟାଗଡ଼ ଓ ଯାଜପୁର ଜିଲ୍ଲାରେ ଘନ କୁହୁଡ଼ି ପଡ଼ିବାର ଆଶଙ୍କା ରହିଛି। ସେହିପରି ଗଞ୍ଜାମ, ଗଜପତି ଓ କୋରାପୁଟ ଭଳି ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଭୋର ସମୟରେ ହାଲୁକା ମଧ୍ୟମ ତାପମାତ୍ରା କୁହୁଡ଼ି ଦେଖାଦେବ। ଆଗାମୀ 24 ଘଣ୍ଟା ମଧ୍ୟରେ ରାତି ତାପମାତ୍ରା 2ରୁ 3 ଡିଗ୍ରୀ ସେଲସିୟସ୍ ବଢ଼ିବାର ସମ୍ଭାବନା ରହିଥିବା ବେଳେ ଆଗାମୀ 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ କୁହୁଡ଼ିର ପ୍ରଭାବ ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।